ଦେଖନ୍ତୁ ଅଗଷ୍ଟ 1 ରୁ ରାସନ କାର୍ଡ ଏବଂ ଗ୍ୟାସ୍ ସିଲିଣ୍ଡର ଉପରେ ଲାଗୁ ହେବ 5ଟି ନୂତନ ନିୟମ। ରାସନ ଗ୍ୟାସ୍ ସିଲିଣ୍ଡରର ନୂତନ ନିୟମ ଏହି ଭିଡ଼ିଓ ମାଧ୍ୟମରେ ଜାଣନ୍ତୁ। ଯାହାକି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ରାସନ ଗ୍ୟାସ୍ ସିଲିଣ୍ଡରର ନୂତନ ନିୟମ। ସାରା ଦେଶରେ ରାସନ କାର୍ଡ ଏବଂ ଗ୍ୟାସ୍ ସିଲିଣ୍ଡର ଯୋଜନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଅଗଷ୍ଟ 1, 2025ରୁ ଏହି ଯୋଜନାରେ କିଛି ନୂତନ ନିୟମ ଲାଗୁ ହେବା ପାଇଁ ଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକ ସିଧାସଳଖ ସରକାରୀ ସବସିଡିର ଲାଭ ନେଉଥିବା ଲୋକଙ୍କୁ ପ୍ରଭାବିତ କରିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଯୋଜନା ଗୁଡ଼ିକୁ ସ୍ୱଚ୍ଛ ଏବଂ ପ୍ରଭାବଶାଳୀ କରିବା, ଯାହାଦ୍ୱାରା ସଠିକ୍ ସମୟରେ ଅସହାୟ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚି ପାରିବ। ନୂତନ ନିୟମ ଗୁଡ଼ିକ ବ୍ୟବସ୍ଥାକୁ ଅଧିକ ସରଳ, ଡିଜିଟାଲ ଏବଂ ସୁରକ୍ଷିତ କରିବ। ରାସନ କାର୍ଡ ପାଇଁ KYC ଏବେ ଅନଲାଇନରେ ହେବ। ଏବେ ରାସନ କାର୍ଡ ଧାରକମାନଙ୍କୁ KYC କରିବା ପାଇଁ ବିଭାଗକୁ ଯିବାକୁ ପଡ଼ିବ ନାହିଁ। ସରକାର ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନଲାଇନ୍ କରିଛନ୍ତି। ହିତାଧିକାରୀମାନେ ସେମାନଙ୍କର ମୋବାଇଲ କିମ୍ବା କମ୍ପ୍ୟୁଟରରୁ ଆବଶ୍ୟକ ଡକୁମେଣ୍ଟ ଅପଲୋଡ୍ କରିପାରିବେ ଏବଂ କାର୍ଡ ଯାଞ୍ଚ କରିପାରିବେ। ଏହା ବ୍ୟତୀତ ଯେଉଁମାନଙ୍କର ରାସନ କାର୍ଡ ପୂର୍ବରୁ ବାତିଲ ହୋଇଥିଲା, ସେମାନେ ମଧ୍ୟ ଏବେ ପୁଣି ଆବେଦନ କରିପାରିବେ। ଏହି ସୁବିଧା ବିଶେଷ କରି ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ବହୁତ ସହାୟକ ହେବ। ଦେଖନ୍ତୁ, ଯେଉଁଠାରେ କାର୍ଯ୍ୟାଳୟ ଗୁଡ଼ିକରେ ପ୍ରାୟତଃ ଲମ୍ବା ଧାଡ଼ି ଲାଗି ରହୁଥିଲା, ଆପଣମାନେ ବି ଦେଖିଥିବେ ଅଧିକାଂଶରେ ସରକାର ଅଫିସରେ କେମିତି ଲମ୍ବା ଲାଇନରେ ଲୋକମାନେ ଛିଡ଼ା ହେଇଥାନ୍ତି। ସେଥିପାଇଁ ଏବେ ସରକାର ଡିଜିଟାଲ କାର୍ଯ୍ୟ ଉପରେ ଅଧିକ ଫୋକସ କରିବେ। ଆପଣମାନେ ଘରେ ରହି ଏହି ସମସ୍ତ କାର୍ଯ୍ୟ କେମିତି ସରଳ ଭାବରେ କରିପାରିବେ, ସେଥିପାଇଁ ସରକାର କାର୍ଯ୍ୟରତ। ଦେଖନ୍ତୁ, ଗ୍ୟାସ୍ ସବସିଡିରେ ସ୍ୱଚ୍ଛତା ଏବଂ ଗତି ଆସିବ। ଅଗଷ୍ଟ 1 ତାରିଖରୁ ଗ୍ୟାସ୍ ସିଲିଣ୍ଡର ସବସିଡି ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏବେ ଯେତେବେଳେ ଜଣେ ଗ୍ରାହକ ଗ୍ୟାସ୍ ବୁକ୍ କରିବେ, ସବସିଡି ରାଶି ଖୁବ୍ ଶୀଘ୍ର ତାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଯିବ। ପୂର୍ବରୁ ଏହି ପ୍ରକ୍ରିୟାରେ ଅନେକ ସମୟରେ ବହୁତ ସମୟ ଲାଗୁଥିଲା, ଯାହା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ କରୁଥିଲା। ଏବେ ଗ୍ରାହକମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଗ୍ୟାସ୍ ଏଜେନ୍ସିରେ ସେମାନଙ୍କର ଆଧାର ଏବଂ ମୋବାଇଲ ନମ୍ବର ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସବସିଡି ପାଇବାରେ କୌଣସି ବିଳମ୍ବ ନ କରିବା ସୁନିଶ୍ଚିତ କରିବା ଏବଂ ପ୍ରକ୍ରିୟା ସରଳ ହୋଇଯିବ। ଏକ ରାଷ୍ଟ୍ର ଏକ ରାସନ କାର୍ଡ ପ୍ରବାସୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରେ। ସରକାରଙ୍କ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଏବେ ପ୍ରାୟ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇସାରିଛି। ଏହି ଯୋଜନାର ଲାଭ ହେଉଛି ଯେ କୌଣସି ହିତାଧିକାରୀ କୌଣସି ରାଜ୍ୟରୁ ତାଙ୍କର ରାସନ ପାଇପାରିବେ। ଏହି ସୁବିଧା ବିଶେଷ ଭାବରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହୋଇଛି। ବର୍ତ୍ତମାନ ସେମାନଙ୍କୁ ନୂତନ ସ୍ଥାନରେ ରାସନ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ଏପର୍ଯ୍ୟନ୍ତ 80 କୋଟିରୁ ଅଧିକ ଲୋକ ଏହି ଯୋଜନାରୁ ଉପକୃତ ହୋଇସାରିଛନ୍ତି। ଆସନ୍ତୁ ଜାଣିବା ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ଅଧିକ ଲାଭ କିପରି ପାଇବେ। ଗ୍ୟାସ୍ ସିଲିଣ୍ଡର ସହିତ ଜଡ଼ିତ ଉଜ୍ଜ୍ୱଳା ଯୋଜନାର ଲାଭ ମଧ୍ୟ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଗ୍ୟାସ୍ ସଂଯୋଗ ପାଇଥିବା ମହିଳାମାନଙ୍କୁ ସବସିଡି ହାରରେ ସିଲିଣ୍ଡର ମିଳିବ। ଏବେ ସରକାର ସବସିଡି ସୀମା ବୃଦ୍ଧି କରି ଏହି ଯୋଜନାରେ ଅଧିକ ମହିଳାଙ୍କୁ ଯୋଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗର ମହିଳାମାନଙ୍କୁ ରୋଷେଇ କରିବାରେ ଆଶ୍ୱସ୍ତି ମିଳିବ ଏବଂ ସେମାନଙ୍କ ପରିବାରର ମାସିକ ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣରେ ରହିବ। ଆସନ୍ତୁ ଜାଣିବା ଡିଜିଟାଲ ସେବା ଗୁଡ଼ିକ ସ୍ୱଚ୍ଛତା କିପରି ବୃଦ୍ଧି କରିବ। ଦେଖନ୍ତୁ, ଏବେ ସମସ୍ତ ଯୋଜନାର ପ୍ରକ୍ରିୟାକୁ ଡିଜିଟାଲାଇଜେସନ କରାଯାଇଛି, ଯାହାଦ୍ୱାରା ସମସ୍ତ ହିତାଧିକାରୀ ସହଜରେ ଏହାର ଲାଭ ପାଇପାରିବେ। ରାସନ କାର୍ଡରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ଭଳି ସେବା ମଧ୍ୟ ବର୍ତ୍ତମାନ ଅନଲାଇନ କରାଯାଇଛି, ଯାହା କେବଳ ସମୟ ବଞ୍ଚାଇବ ନାହିଁ, ବରଂ ଠକେଇକୁ ମଧ୍ୟ ରୋକିବ। ବିଭାଗ ସମୟ ସମୟରେ ଯାଞ୍ଚ କରିବ ଏବଂ ନିୟମ ଅନୁଯାୟୀ ଯୋଗ୍ୟ ନଥିବା ହିତାଧିକାରୀଙ୍କୁ ଯୋଜନାରୁ ବାହାର କରାଯିବ। ଏହା ଯୋଜନାର ଅପବ୍ୟବହାରକୁ ମଧ୍ୟ ବନ୍ଦ କରିବ।
ଏବଂ ଲାଭ କେବଳ ଅଭାବୀ ଲୋକଙ୍କ ପାଖରେ ପହଞ୍ଚିବ। ଦେଖନ୍ତୁ ଏହି ଭିଡ଼ିଓଟି ସରକାରୀ ସୂତ୍ର ଏବଂ ଖବର ରିପୋର୍ଟ ଉପରେ ଆଧାରିତ।